सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडलीय सर्वशिरोमणि मुनि समाज की जय। आज मु सर्वप्रथमे आत्मदेवंकर स्तुति करी आत्मज्ञान विषय किसी आलोचना करने को जाऊँचे। तत्संगे संगे समस्त मुनि मुनिमती और जिज्ञासु जनता जनार्दन को मोर सत्प्रेम जय जीव। आज आम योग साधनर जो षटचक्र रही से षटचक्र विषय आम आलोचना करिबा। हाथ गोड़ और देहर मझिरे 6टी लेखाएं चक्र रही। हाथर अंगुली रे प्रथम जोड़ बा गोटे नख पाखरे, द्वितीय ता उपरकू और तृतीय आंगुली मानक मूलरे रही। मोट उपरे आंगुली मानकरे 3टी जोड़ रही। चतुर्थ जोड़ मणिबंध पापुलीर उपरे ताहार मूलरे। पंचम जोड़ अच्छी कहूणी रे हाथर मझामझी। षष्ठ जोड़ कहूणी उपरकू बा हाथर शेष भाग कांध बा बेक पाखरे, जेउठारे हाथ शरीर सहित संयुक्त होई अछि। हाथरे 6टी जोड़ रही। यह संस्कृत रे षटचक्र मध्य कहती। एहीपरि गोड़े मध्य 6टी जोड़ बा गंठी रही। आउ शरीरर मझी भागरे 6टी चक्र बा जोड़ रही। 6टी चक्र उपरे सप्तम लोक ब्रह्मलोक बा सत्यलोक अच्छी। यहाकू ब्रह्मरंध्र मध्य कहती। यही स्थान मस्तिष्क रे जहाँ उपरे कपालर हाड़ और मुंडर बाल अच्छी। केतेक सांप्रदायिक योगी कहते आमर गुरु यही 6टी चक्र उपरे आउ 6टी चक्रर ठाब लगाई बा करिछंती बा संधान करिछंती। ओ केतेक कहते आमर गुरु यही 12 चक्र उपरे आउ 12टी चक्रर ठाब करिछंती बा संधान करिछंती बा करुछंती। एहा हेउची मूर्ख सांप्रदायिक मानकर वृथा विवाद बा वितंडा कथा अटे। किंतु प्रकृत रे 6टी चक्र गंठी बा जोड़ अच्छी बा चक्र अच्छी। एठारू हाथ गोड़ और से गुड़िकर अवयव मोड़ी होई थांती और नई थांती। नाड़ी गुड़िक एही ठारू मोड़ी होई रहिछंती। हाड़ गुड़िक मध्य एही ठारू मोड़ी होई थांती। एही जोड़ मोड़ बा गंठी गुड़िक सफा हेउ नथिबारु बा सफा करा जाउ नथिबारु एठारे मैला बा विकार जमा हो जाए। फलरे रक्तर जीवासीबा शरीरर प्रत्येक भाग को होई पारे नाही। फलरे शरीर वृद्ध दुर्बल कुरूप ओ
ରୋଗା ହୋଇ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ମସ୍ତିଷ୍କ ମଧ୍ୟ ଠିକ୍ ଭାବେ କାମ କରେ ନାହିଁ। ଏହି ଚକ୍ର ଗୁଡ଼ିକର ଓ ଶରୀର ପ୍ରତ୍ୟେକ ଅଙ୍ଗରୁ ଓ ପ୍ରତ୍ୟେକ ନାଡିରୁ ବିକାର ବାହାର କରିବା ନିମନ୍ତେ ମୁନି ସମାଜର ଚକ୍ରଭେଦନ ରୂପକ ଯୋଗ ସାଧନ ବା ବ୍ୟାୟାମ କରାଯାଏ। ଏହା ସଂସାରର ସବୁ ବ୍ୟାୟାମ ଅପେକ୍ଷା ଅତ୍ୟଧିକ ସରଳ, ସୁଗମ, ସହଜ, ସୁଲଭ ଓ ସର୍ବ ଉପଯୋଗୀ। ପ୍ରତ୍ୟେକ ମନୁଷ୍ୟ ଏହାକୁ ନିତ୍ୟ କରିନେବା ଅତ୍ୟନ୍ତ ଆବଶ୍ୟକ ଓ ଅନିବାର୍ଯ୍ୟ। ଏହା ଦ୍ୱାରା ଶରୀରର ପ୍ରତ୍ୟେକ ଅଙ୍ଗ ସଫା, ନିରୋଗ, ନିର୍ବିକାର ହୋଇ ସାଧକ ଏହି ଚକ୍ରଭେଦନ କ୍ରିୟାକୁ କରି ଯୋଗର ପରମ ପଦ ପାଇବାକୁ ଯୋଗ୍ୟ ହୋଇଥାଏ। ଏହି କ୍ରିୟା ମୁନି ସମାଜର ଯୋଗ ଶିକ୍ଷକଙ୍କ ପାଖକୁ ଆସି ଶିକ୍ଷା କରିବା ସବୁଠାରୁ ଭଲ। ତେଣୁ ପ୍ରଥମେ ତାଙ୍କ ପାଖକୁ ଆସି ଆମେ ସଦସ୍ୟ ହୋଇ ତାଙ୍କଠାରୁ ଶିକ୍ଷା କରିପାରିବା। ଆପଣ ସାଧନ ଶିକ୍ଷା କରି ସଭ୍ୟ ଭିନ୍ନ ଅନ୍ୟ ଆଗରେ ଏହି ସାଧନ କାହାକୁ ନ କହି ବା ନ କରି ଏକାନ୍ତରେ ସାଧନ କରିବେ। ଶ୍ୱାସ ପ୍ରଶ୍ୱାସର ଯିବା ଆସିବା ଶରୀର ଭିତରେ ସୂକ୍ଷ୍ମ ରକ୍ତାଣୁ ଗୁଡ଼ିକ ସହିତ ହୋଇଥାଏ। ମୁନି ସମାଜର ଚକ୍ରଭେଦନ ରୂପକ ସାଧନ କରିବା ଦ୍ୱାରା ଶରୀରର ପ୍ରତ୍ୟେକ ଯୋଡ଼, ଅଙ୍ଗ ଓ ଅବୟବର ପ୍ରାଣ ଓ ରକ୍ତ ବେଗର ସହିତ ଚାଲିବାକୁ ଲାଗେ। ଏହାଦ୍ୱାରା ସମଗ୍ର ଶରୀରର ସବୁ ନାଡ଼ି, ଚକ୍ର, ଅଙ୍ଗ, ସରୁରୁ ସରୁ ରକ୍ତବାହିନୀ ଶିରା ମଧ୍ୟ ସଫା ଓ ସ୍ୱଚ୍ଛ ହୋଇଯାଏ। ଫଳରେ ଆୟୁ, ଆରୋଗ୍ୟ, ଆତ୍ମବଳ, ମନୋବଳ ଓ ବୁଦ୍ଧିବଳ ସବୁ ବଢ଼ିଥାଏ ଓ ମନ ପ୍ରସନ୍ନ ରହେ। ଏହି ସାଧନକୁ କରି ମନୁଷ୍ୟ ପରମ ପଦ ପାଇପାରେ ବା ପାଏ। ଏହି ସାଧନ ଦ୍ୱାରା ପ୍ରତ୍ୟେକ ଅଙ୍ଗର ହାଲୁକା ବ୍ୟାୟାମ ହୋଇଯାଏ, ଯାହା ସଂସାରର ଅନ୍ୟ କୌଣସି ବ୍ୟାୟାମ ଦ୍ୱାରା ହୋଇନଥାଏ। ସଂସାରରେ ଯେତେ ଅନ୍ୟ ବ୍ୟାୟାମ ଅଛି ତାହା ଦ୍ୱାରା 2-4ଟି ଅଙ୍ଗର ବ୍ୟାୟାମ ହୁଏ, କିନ୍ତୁ ଅନ୍ୟ ଅଙ୍ଗ ଗୁଡ଼ିକର ବ୍ୟାୟାମ ହୁଏ ନାହିଁ। ମୁନି ସମାଜ ଯୋଗ ବ୍ୟାୟାମକୁ ଛାଡ଼ି ଯେତେ ବ୍ୟାୟାମ ଅଛି ସେଥିରେ ଦେହର କୋମଳତା ନଷ୍ଟ ହୋଇଯାଏ ଓ ଅଙ୍ଗ ପ୍ରତ୍ୟଙ୍ଗ ଟାଣ ହୋଇ କଠିନ ହୋଇଯାଆନ୍ତି। ଫଳରେ ଶ୍ୱାସ ପ୍ରଶ୍ୱାସର ଯିବା ଆସିବା ଶରୀର ଭିତରେ ସରଳତା ଓ ସ୍ୱାଭାବିକତା ସହିତ ପର୍ଯ୍ୟାପ୍ତ ବା ପୂର୍ଣ୍ଣ ରୂପରେ ହୁଏ ନାହିଁ। ଫଳରେ ଆମେ ରୋଗୀ ହେଉ। ଆମର ପୂର୍ବଜମାନେ ମୁନି ଥିଲେ ବା ଆମର ପୂର୍ବପୁରୁଷମାନେ ମୁନି ଥିଲେ, ତାହାର ପ୍ରମାଣ ହେଉଛି ଆମର ଯେଉଁ ଗୋତ୍ରର ନାମ ରହିଛି ସେ ଜଣେ ମୁନି ବା ଋଷିଙ୍କ ନାମ ଅଟେ। ଆମର ପୂର୍ବପୁରୁଷମାନେ ମୁନି ବା ଯୋଗୀ ଥିଲେ। ସେମାନେ ଏହି ଅଷ୍ଟାଙ୍ଗ ଯୋଗ ସାଧନ କରି ଶରୀରକୁ ନିରୋଗ ରଖି ଓ ସବୁ କ୍ଷେତ୍ରରେ ଉନ୍ନତି କରି ଆମ ଦେଶର ଖ୍ୟାତି ଅର୍ଜନ କରିଥିଲେ। ତେଣୁ ଆମେମାନେ ସମସ୍ତେ ଏହି ମୁନି ସମାଜ ଅଷ୍ଟାଙ୍ଗ ଯୋଗ ସାଧନ କରି ଆମେ ନିଜେ ଉପକୃତ ହୋଇ ଅନ୍ୟକୁ ଉପକୃତ କରି ନିଜର ଖ୍ୟାତି ବଢ଼ାଇବା ସଙ୍ଗେ ସଙ୍ଗେ ଦେଶର ଖ୍ୟାତି ମଧ୍ୟ ବଢ଼ାଇ ପାରିବା। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।